ବର୍ଷା ଉଜାଡ଼ି ଦେଇଛି ସଂସାର। କ୍ଷେତରେ ଫସଲ ନଷ୍ଟ ହେବାର ଦେଖି ଆଉ ସହି ପାରିଲେ ନେଇ ଚାଷୀ। ହଠାତ୍ ଚାଷ ଜମିରେ ଅଚେତ ହୋଇ ପଡ଼ିଲେ ଚାଷୀ। ଚାଲିଯାଇଛି ଜୀବନ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଚିକଣା ପଞ୍ଚାୟତରେ। ମଣିତାପୁର ଗାଁର ମଣିଭଦ୍ର ମହାନ୍ତି ନିଜର ପାଖପାଖ 3 ଏକର ଆଉ 2 ଏକର ଭାଗ ଜମିରେ ଧାନ ଚାଷ କରିଥିଲେ। ଧାନ ବି ଭଲ ହୋଇଥିଲା, କିନ୍ତୁ ଅଦିନିଆ ବର୍ଷା ଯୋଗୁଁ କ୍ଷେତରେ ଧାନ ଗଜା ହୋଇଯିବା ସହିତ ଅମଳ ହେବାକୁ ଥିବା ଫସଲରେ ସମବାୟ ସମିତି ଋଣ ଏବଂ ପରିବାର କିଭଳି ପୋଷି ହେବ ତାକୁ ନେଇ ଚିନ୍ତାଗ୍ରସ୍ତ ହୋଇ ନିଜ କ୍ଷେତରେ ହିଁ ଟଳି ପଡ଼ିଥିଲେ। ଖବର ପାଇ ଗ୍ରାମବାସୀ ତାଙ୍କୁ ବିଞ୍ଝାରପୁର ମେଡିକାଲକୁ ନେଇଯାଇଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚାଷକୁ ନିର୍ଭର କରି ପରିବାର ଚଳାଉଥିବା ମଣିଭଦ୍ରଙ୍କ ପରିବାର ଏବେ କିଭଳି ଚଳିବ ତାକୁ ନେଇ ସମ୍ପୂର୍ଣ୍ଣ ପରିବାର ଚିନ୍ତାଗ୍ରସ୍ତ। କ୍ଷତିପୂରଣ ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି। ଧାନ କାଟି ଯାଇଥିଲେ ବିଲକୁ, କାଟି ପାଇଲେନି, ପଚି ଯାଇଛି, ଗଜା ହେଇଯାଇଛି, ମରୁଡ଼ି ହେଇଯାଇଛି। ମୁଣ୍ଡ ହେଠି କ'ଣ ହେଲା, ଦୁନିଆ ଋଣ କରିଛନ୍ତି, ଦୁନିଆ ସୁସାଇଡ ଋଣ ହେଇଛି। ସ୍ୱାମୀ ମଣିରାମ ମହାନ୍ତି ଆଉ ଋଣ କରିଛନ୍ତି, ସବୁ ମୁଣ୍ଡରେ ପୁରେଇ ସେଇଠି ପଡ଼ିଗଲେ ଯଦି ଡକାବଟା କଲେ, ଆସିକି ନେଇକି ଆସିନୁ। ଆସିକି ମେଡ଼ିକାଲ ଗଲା ବେଳକୁ ଡାକ୍ତର କହିଲେ ସେ ଆଉ ନାହାନ୍ତି। ଅଦିନିଆ ବର୍ଷାରେ ଶସାରେ ଉଡ଼େଇ ଦେଲା, ସେଇଥିରେ ସାର୍ ଆମେ ପୋଷି ହଉ। ଆଉ ସରକାରକୁ ଅଦିନାରେ କରୁଛୁ, ଯାହା ସେ କରିବେ ଆଉ କ'ଣ। ମଣିରାମ ମହାନ୍ତି ଜଣେ ଚାଷୀ। ସେ ଚାଷ ଉପରେ ନିର୍ଭର କରନ୍ତି ଏବଂ ନିଜ ଜମି କିଛି ଚାଷ କରନ୍ତି ଏବଂ ଭାଗ ଚାଷ ବି କରନ୍ତି। ଏ ଯେଉଁ ଅଦିନିଆ ବର୍ଷା 4-5 ଦିନ ଲାଗିକି ରହିଲା, ଆଜି ଧାନ ଜମିରେ ପାଣି ଜମିଗଲା ଏବଂ ଧାନ ଗଜା ହେଇଗଲା। ଯାହାଫଳରେ ସେ କାଲି ଧାନ କାଟିବାକୁ ଯାଇଥିଲେ, ସେଠି ଧାନ ପରିସ୍ଥିତି ଦେଖିକି ସେ ବିଲରେ ଟଳି ପଇଲେ। ଆଉ ମେଡ଼ିକାଲ ତାପରେ ନେଇକି ଗଲା ପରେ ମେଡ଼ିକାଲରେ ଡାକ୍ତର ମୃତ ଘୋଷଣା କଲେ। ଆଉ ସେ ଏମିତିକି ଆମେ ଜାଣିଲୁ, ଆମେ ଗ୍ରାମବାସୀ ହିସାବରେ ଯେତିକି ଜାଣିଛୁ, ସେ କର୍ଜ ବି ବହୁତ କରିଛନ୍ତି, ବାହାରୁ ହାତ ଉଧାରି କିଛି କରିଛନ୍ତି ଏବଂ ସୋସାଇଟିରୁ କିଛି ଋଣ ନେଇଛନ୍ତି। ଆଉ ଯାହାଫଳରେ ସେ ଋଣ କେମିତି ସୁଝିବେ, ଋଣ ବୋଝ ଆଉ ମୁଣ୍ଡରେ ସବୁ ପୁରେଇକି ଆଜି ସେ ଏମିତି ପରିସ୍ଥିତି ହେଇଛି, ତାଙ୍କର ମୃତ୍ୟୁବରଣ ହେଇଛି। ଆଉ ଅଦିନିଆ ବର୍ଷା ତା ଜୀବନ ଆକ୍ଚୁଆଲି ଅଦିନିଆ ବର୍ଷା ନେଇଯାଇଛି ଏବଂ ବହୁତ ଲୋକ ଜମି କ୍ଷତିଗ୍ରସ୍ତ ସମସ୍ତଙ୍କର ତ ହେଇଛି। ଯାହାଫଳରେ ସିଏ ବର୍ଷକ ଅଲଗା ଲୋକଙ୍କର ଯାହା ଯେମିତି ଚଳୁଛନ୍ତି, ସେ ଲୋକର ଚାଷ ଉପରେ ନିର୍ଭର କରେ ଏବଂ ଚାଷ ବର୍ଷକର ଫସଲ ତାର ଯେତେବେଳେ ତାଙ୍କର ପଳେଇଛି, ଆଉ ତାଙ୍କର କିଛି ଅଲଗା ଉପାୟ କିଛି ନାହିଁ ନା, ଅଲଗା ରୋଜଗାର ବି ତାଙ୍କର କିଛି ନାହିଁ। ଏ ଚାଷ ଉପରେ ହିଁ ତାଙ୍କ ପରିବାର ନିର୍ଭର କରନ୍ତି। ନିଶ୍ଚିନ୍ତ ଅଦିନିଆ ବର୍ଷା ହେଇଛି। ଏଥିରେ ଆମର ଯେଉଁ ଚିକଣା ପଞ୍ଚାୟତର ମଣିରାମ ମହାନ୍ତି ଜଣେ ଚାଷୀ, ଭଲ ଚାଷୀ ଥିଲେ। 4-5 ଏକର ଜମି ଚାଷ କରିଥିଲେ। ଏ ଯେଉଁ ବର୍ଷା ଲଗାଣ ବର୍ଷାରେ ତାଙ୍କର ବହୁ କ୍ଷୟକ୍ଷତି ହେଇଛି। ସେ କ୍ଷୟକ୍ଷତି ଦେଖି ନ ସହିପାରି ସେ ବିଲରେ ତାଙ୍କର ଗୋଟେ ଷ୍ଟ୍ରୋକ୍ ଆକାରରେ ତାଙ୍କୁ ଗୋଟେ ଆଘାତ ହେଇଥିଲା। ଯାହାଫଳରେ ସେ ବିଲରେ ପଡ଼ି ତାଙ୍କ ମେଡ଼ିକାଲ ନେଇଥିଲୁ। ସେ କାଲି ରାତିରେ ମୃତ୍ୟୁବରଣ କରିଛନ୍ତି। ଆମେ ତ ସମସ୍ତେ ଦୁଃଖିତ, ପଞ୍ଚାୟତ ତରଫରୁ ଏବଂ ବିଞ୍ଝାରପୁରବାସୀ ସମସ୍ତେ ଦୁଃଖିତ। ମୁଁ ସରକାରଙ୍କୁ ନିବେଦନ କରିବି ଯେ ଲଗାଣ ବର୍ଷାରେ କ୍ଷତି ହୋଇଥିବା ଚାଷୀମାନଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେଲେ ବରଂ ଚାଷୀ କିଛି ଉପକାର ପାଇବେ। ନହେଲେ ଏମିତି ଅନେକ ଘଟଣା ଘଟିବ ଆଗାମୀ ଦିନରେ। ଚାଷୀଙ୍କର କ୍ଷୟକ୍ଷତି ବହୁତ କ୍ଷତି ହେଇଛି। ଭାବୁଛନ୍ତି ଅଦିନିଆ ବର୍ଷା ଚାଷୀ କୂଳକୁ ବୁଡ଼େଇ ଦେଇଛି ଏବଂ ଆଜି ଚାଷୀ ମୃତ୍ୟୁ ଅଦିନିଆ ବର୍ଷା ଯୋଗୁଁ? ଆଜ୍ଞା ନିଶ୍ଚୟ, ଅଦିନିଆ ବର୍ଷାରେ ଚାଷୀଙ୍କର କ୍ଷତି ହେଇଛି। ଅଦିନିଆ ବର୍ଷା ଧାନ ନଷ୍ଟ କରିଛି, ଚାଷୀଙ୍କୁ ବହୁତ କଷ୍ଟ ଦେଇଛି। ଯାଜପୁର ବିଞ୍ଝାରପୁରରୁ ରାଣା ପ୍ରତାପ ମହାପାତ୍ରଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।